যোগেশ্বর সুন্দরম হে যোগেশ্বর সুন্দরম হে যোগেশ্বর সুন্দরম হে যোগেশ্বর সুন্দরম হে যোগেশ্বর সুন্দর সুন্দরম হে সত্য শিব সুন্দরম হে যোগেশ্বর সুন্দরম সত্যম শিবম সুন্দরম সত্যম শিবম সুন্দরম সত্যম শিবম সুন্দরম ସୁନ୍ଦର ଅନନ୍ତ ଯୋଗେଶ୍ୱର ମା ଅମ୍ବିକାଙ୍କର ପ୍ରତିମୂର୍ତ୍ତି ମଧ୍ୟ ଏଠି ପୂଜା ପାଉଛନ୍ତି। ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି। ଗୁରୁଦେବଙ୍କର ପ୍ରତିମୂର୍ତ୍ତି ପୂଜା ପାଉଛି। ଏକ ସୁନ୍ଦର ପ୍ରାକୃତିକ ପରିବେଶ, ନିରୋଳା ନିର୍ଜନ ସ୍ଥାନ। ଯେଉଁଭଳିଆ ସ୍ଥାନରେ ପୂର୍ବ କାଳରେ ଯୋଗୀ ଋଷିମାନେ ପାହାଡ଼ ଗୁମ୍ଫା ବା ପର୍ବତ ଗୁମ୍ଫାରେ ବସି ତପସ୍ୟା କରୁଥିଲେ, ଏବେ ତ ସେଗୁଡ଼ିକ ଚଳଚଞ୍ଚଳ ହୋଇଗଲାଣି। ତାପରେ ବି ଏମିତି ବି ଜାଗା ଅଛି ଯେଉଁ ଜାଗାରେ ବସିଲେ ସ୍ୱତଃସ୍ଫୂର୍ତ୍ତ ଭାବରେ ଈଶ୍ୱରଙ୍କ ପ୍ରତି ବା ଭଗବତ ଆରାଧନା ପ୍ରତି ମାନେ ଭାବନା ସୃଷ୍ଟି ହେବ। ବାରିପଦାର 10 କିଲୋମିଟର ଦୂରର ଏହି ପବିତ୍ର ଆଶ୍ରମରେ ଆମେ ରହିଛୁ। ଏ ମଧ୍ୟାହ୍ନ କାର୍ଯ୍ୟକ୍ରମ ସାରି ଆମେ ଅନ୍ୟ ସ୍ଥାନକୁ ଯିବୁ। ତେବେ ଯାହା ହଉ, ଆଜି ସେହି ପବିତ୍ର କଥାଟିଏ ନାମାଚାର୍ଯ୍ୟ ବାୟା ବାବାଙ୍କ ଦ୍ୱାରା ପ୍ରଣୀତ ଗୋଟିଏ କଥନୀ ବା ଗୋଟେ କଥା ଆପଣମାନଙ୍କୁ ସମର୍ପଣ କରିବି। କଥାଟି ହେଉଛି, ମଣିଷ ଯଦି ତ୍ୟାଗ କରେ, ସେ ତ୍ୟାଗର ଫଳ ନିଶ୍ଚିତ ଭାବରେ ସେ ପ୍ରାପ୍ତ ହୁଏ। କିନ୍ତୁ ଫଳ ପାଇବା ଆଶାରେ ତ୍ୟାଗ କରିବା ଏଇଟା ଅନୁଚିତ। ମୁଁ ଗୋଟେ ଅମୁକ କାମ କଲେ ଲୋକମାନେ ମୋତେ ବହୁତ ପ୍ରଶଂସା କରିବେ, ମୋତେ ପ୍ରଶଂସା ପତ୍ର ଦେବେ, ମାନପତ୍ର ଦେବେ। ଏଇଥିପାଇଁ ଅନେକ ଲୋକ କାମ କରନ୍ତି। ସେଗୁଡ଼ାକରେ ଭଗବାନ ଖୁସି ନୁହନ୍ତି, ଗୋଟେ ମଣିଷ ଖୁସି ହେଇପାରେ। ଆମେ ଅତୀତରେ, କାଲି ତ ମୁଁ ଆପଣମାନଙ୍କୁ କହିଛି ପରିବେଶ ସମ୍ପର୍କରେ। ଏଇ ଆଶ୍ରମ, ଏଇ ଅନନ୍ତ କାଲାଧୀନ ଆଶ୍ରମରେ ମଧ୍ୟ ଆଦିବାସୀ ପରିବେଶ ମେଳା 3 ଦିନ ଧରି ହେଇଥିଲା। ତା ସହିତ ପରିବେଶ କାର୍ଯ୍ୟ ସମଗ୍ର ଓଡ଼ିଶାରେ ବୁଲି ବୁଲି ଆମେ କରିଥିଲୁ। ଗଛ ଲଗାଅ, ଜଙ୍ଗଲ ସୁରକ୍ଷା କର, ଇଏ ଆହ୍ୱାନ ଦେବା ସହିତ ପରବର୍ତ୍ତୀ ସମୟରେ ଆମେ ଗୋଟିଏ ଗଣତନ୍ତ୍ର ସୁରକ୍ଷା କାର୍ଯ୍ୟକ୍ରମ କରିଥିଲୁ। ସେଥିରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆସିଥିଲେ କଂଗ୍ରେସ ତରଫରୁ, ବିଜେଡ଼ି ତରଫରୁ ତ କେହି ପ୍ରତିନିଧି ଆମ ପାଖରେ ଥିଲେ, ବିଜେପି ତରଫରୁ ଜ୍ଞାନରଞ୍ଜନ ବେଉରା ସେ ଆସିଥିଲେ, ଏଇ କମ୍ୟୁନିଷ୍ଟ ତରଫରୁ ଆଉ ଜଣେ କିଏ ଆସିଥିଲେ ଜଗତସିଂହପୁରର। ଏଇଭଳି ଭାବରେ ଆମେ ସମଗ୍ର ଓଡ଼ିଶା ବୁଲିଥିଲୁ। ବୀର ସୁରେନ୍ଦ୍ର ସାଏ, ଲକ୍ଷ୍ମଣ ନାୟକ, ରଘୁ ଦିବାକର, ଏ ବୁଲି ବୁଲିକିରି ଆମେ ସମସ୍ତଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ଗୋଟିଏ ଗୋଟିଏ ସଭା କରିଥିଲୁ। ତା ମଧ୍ୟ ସଫଳ ହେଇଥିଲା। ସେଇ ଯେଉଁ କଷ୍ଟ କରି, ତ୍ୟାଗ କରି, ଶରୀରକୁ ନ ଦେଖି ଆମେ ଯେଉଁ କାର୍ଯ୍ୟକ୍ରମ ସବୁ କରିଥିଲୁ, ଭୋଗକୁ ତ୍ୟାଗ କରି ଆମେ କଷ୍ଟକୁ ସ୍ୱୀକାର କରିଥିଲୁ, ସେଇ କାର୍ଯ୍ୟ ପାଇଁ ଆମେ ଗୋଟେ ପ୍ରଶଂସା ପତ୍ର ଆମକୁ କିଏ ଦେଉ, ରାଜ୍ୟ ସରକାର ଦିଅନ୍ତୁ କି ଭାରତ ସରକାର ଦିଅନ୍ତୁ, ସେଥିପାଇଁ ଆମେ କାର୍ଯ୍ୟ କରୁନଥିଲୁ। କାର୍ଯ୍ୟ କରିବାର ଗୋଟେ ଆଗ୍ରହ ଆମ ଭିତରେ ସ୍ୱତଃସ୍ଫୂର୍ତ୍ତ ଭାବରେ ସୃଷ୍ଟି ହେଇଥିଲା।
ଏବେ ମଧ୍ୟ ସେଇ ଗଣତନ୍ତ୍ର କାର୍ଯ୍ୟ କରିବୁ। ଏବେ ଗୋଟେ କାର୍ଯ୍ୟକ୍ରମ ମନ ଭିତରେ ଆସିଛି, ତାର ଗୋଟେ ମୂଳଧୁଆ ପକେଇକିରି ଯିବା। ଯଦି ପରବର୍ତ୍ତୀ ଦାୟାତ ମାନେ ତାକୁ ଗ୍ରହଣ କରିବେ, ନ କଲେ ନ କରିବେ ସେଟା ଅଲଗା କଥା। ଆମେ ତ କର୍ମ କରିବା, ଫଳ ଆଶା ରଖିବାନି। ଯେ ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହେଉ, ଏକ ସୁନ୍ଦର ଶାନ୍ତ ବିଶ୍ୱ ହଉ, ମଣିଷ ପଣିଆ ଜାଗ୍ରତ ହଉ। ତେଣୁ ଲୋଭ ରଖିବା ଉଚିତ ନୁହେଁ। ମୁଁ ଗୋଟେ ଅମୁକ କାମ କଲେ ଅମୁକ ପାଇବି। ଗୋଟେ ଜାଗାରେ ଦଶହରା ମେଢ଼ ହେଉଥିଲା। ଦଶହରା ମେଢ଼ ବା ପୂଜା ପାଇଁ ଯିଏ ବେଶୀ ପଇସା ଦେବ ସେ ଗୋଟେ କର୍ତ୍ତା ହେବ। ତେଣୁ ଜଣେ ସେ ଗାଁର ଗୋଟେ ଜମିଦାରଙ୍କୁ କର୍ତ୍ତା କରାଗଲା। ସେ ସମସ୍ତ ଅର୍ଥ ବହନ କଲେ। ତେଣୁ ସେ କର୍ତ୍ତା ହେଲେ। କିନ୍ତୁ ସିଏ ଆଉ ପୂଜା ମଣ୍ଡପକୁ ଆସି ବ୍ରାହ୍ମଣ ହାତରୁ ସଂକଳ୍ପ ନେବେ, ଇଏ ଧୈର୍ଯ୍ୟ ତାଙ୍କର ନଥିଲା। ସେ ଘରେ ବସିକିରି ହଁ ଏମିତି କର ସେମିତି କର ଏମିତି କହୁଥିଲେ। ଯେଉଁଦିନ ମା ଦୁର୍ଗା ବିସର୍ଜନ ହେବେ, ସେଦିନ ବ୍ରାହ୍ମଣ ଠାକୁରମାନେ ତାଙ୍କୁ ଡାକିଲେ, କହିଲେ ଆଜି ଆପଣଙ୍କୁ ଯିବା ପାଇଁ ପଡ଼ିବ। ଆପଣ ଟିକେ ପୁଷ୍ପାଞ୍ଜଳି ଦେଲେ ତାପରେ ଠାକୁରଙ୍କୁ ଆମେ ଠାକୁରାଣୀଙ୍କୁ ବିସର୍ଜନ କରିବା। ଆଉ ସିଏ ଅତ୍ୟନ୍ତ ଖୁସି ହେଇଗଲେ। ଏତେ ଖୁସି ହେଇଗଲେ ଯେ ମାନେ ଯେଉଁ ବୋତଲେ ମଦ ପିଉଥିଲେ ଆଉ 2-3 ବୋତଲ ଖଣ୍ଡେ ପିଇଦେଲେ। ତାଙ୍କୁ ନିଶା ଜୋର ହେଇଗଲା। ତାପରେ ସିଏ ଯେତେବେଳେ ଦେବୀ ମଣ୍ଡପକୁ ଆସିଲେ, ତାଙ୍କୁ ଧରିକି ଲୋକ ଆଣିଲେ। ସେ ଆସି ଦେବୀଙ୍କି ଦେଖି ପକାଇଲେ ଯେ ଦୁର୍ଗା ଗୋଟେ ମହିଷାସୁରକୁ ବଦ୍ଧ କରିଛନ୍ତି। ସିଂହ ଉପରେ ଅଛନ୍ତି। ମହିଷାସୁର ଦମନ ହେଇଛି। ତାଙ୍କର ତ ନିଶାରେ ତ ଭୋଳ, ନାଲ ଆଖି ତାଙ୍କର। କହିଲେ ଆରେ ମୁଁ ଏ ଗାଁର ଜମିଦାର, ମୋର ବିନା ଅନୁମତିରେ ଏ ସ୍ତ୍ରୀ ଲୋକଟା କେଉଁଠୁ ଆଇଲା? ଇଏ ସ୍ତ୍ରୀ ଲୋକଟା କେଉଁଠୁ ଆଇଲା? ଇଏ ପୁଣି ଆସିକିରି ଗୋଟେ ଲୋକକୁ ଏଠି ମର୍ଡର କରୁଛି ବା ବଦ୍ଧ କରୁଛି। ଏହା କହିକିରି ସେ ଦୁର୍ଗାଙ୍କ ମୂର୍ତ୍ତି ପାଖକୁ ତା ତଣ୍ଟି ଚିପି ଦେବା ପାଇଁ ମାନେ ଉଦ୍ୟତ ହେଇଗଲେ। ଆଉ ଉଦ୍ୟତ ହେଇଗଲେ, ମଦଟା ପିଇଛନ୍ତି, ଟଳିକି ପଇଲେ। କଳସ ଭାଙ୍ଗିଗଲା, ମୂର୍ତ୍ତି ଭାଙ୍ଗିଗଲା। ବ୍ରାହ୍ମଣ ଆଉ କ'ଣ କରିବେ? ବାବୁଙ୍କ କଥା, ସେତେବେଳେ ରାଜ ଜମିଦାର ଶାସନ। ତେଣୁ ଆପଣମାନେ ମନେ ରଖନ୍ତୁ, ତ୍ୟାଗ କରି ଭୋଗ କର, ଏଇଟା ଆମକୁ ଶାସ୍ତ୍ର ଶିଖେଇଛି। ତ୍ୟାଗର ଅର୍ଥ ନୁହେଁ ପ୍ରଶଂସା ପାଇବା ପାଇଁ, ମଦ୍ୟ ମାଦକ ଖାଇ ଭୋଳ ହେବା ପାଇଁ, କାହାକୁ ନାଲି ଆଖି ଦେଖାଇବା ପାଇଁ ତୁମେ ଜନ୍ମ ହେଇନାହ। ଆମେ ସମସ୍ତେ ଜନ୍ମ ହେଇଛୁ ନିଜେ ଶାନ୍ତିରେ ବଞ୍ଚିବୁ, ଅନ୍ୟକୁ ଶାନ୍ତିରେ ବଞ୍ଚିବାକୁ ଦେବୁ। ଜଣେ ବାୟା ଗୋଟେ ଗପ କହିଲେ, ଜଣେ ଲୁହା କୁରାଢ଼ୀଟିଏ ଧରି ନଈ କୂଳରେ ଥିବା ଗୋଟିଏ ଗଛରୁ କାଠ ହାଣୁଥିଲା। କାଠ ହାଣୁ ହାଣୁ ସେ ଲୁହା କୁରାଢ଼ୀଟି ନଈ ଭିତରେ ପଡ଼ିଗଲା। ଗରିବ ଲୋକ ଦେଖିଲା କୁରାଢ଼ୀକି ଆଉ ପାଇବିନି, ମୁଁ କେମିତି ମୋ ପରିବାର ଚଳେଇବି? ସେ ନଈ କୂଳରେ ବସିକିରି କାନ୍ଦିଲା। କି ଦୁର୍ଭାଗ୍ୟ ମୋର, ଯେଉଁ କୁରାଢ଼ୀକି ଧରି ମୁଁ ପେଟ ପୋଷୁଥିଲି, ପରିବାର ପୋଷୁଥିଲି, ସେ ଆଜି ନଈରେ ଚାଲିଗଲା। ତାର ଚିତ୍କାର କ୍ରନ୍ଦନ ଶୁଣି ଜଳ ଦେବତା ଆବିର୍ଭାବ ହେଲେ। କହିଲେ ଆଚ୍ଛା ତୁ କାହିଁ କାନ୍ଦୁଛୁ? ନା ମୋ କୁରାଢ଼ୀଟା ପାଣିରେ ପଡ଼ିଗଲା। ସିଏ ଗୋଟେ ସୁନା କୁରାଢ଼ୀ ଆଗ ଦେଖେଇଲେ। କହିଲେ ଏଇ କୁରାଢ଼ୀଟି ତମର? ନା ବାବୁ, ଏଇଟା ମୋର ନୁହଁ। ତାପରେ ଗୋଟିଏ ରୂପାର କୁରାଢ଼ୀ ଦେଖେଇଲେ। କହିଲେ ଏ କୁରାଢ଼ୀ? ନା ଏଇଟା ମୋର ନୁହଁ। ତାପରେ ଗୋଟେ ଲୁହା କୁରାଢ଼ୀ ଦେଖେଇଲେ। କହିଲେ ଇଏ କୁରାଢ଼ୀ? ନା ହଁ, ଏଇ ଗୋଟାକ ମୋ କୁରାଢ଼ୀ। ଏଇଟା ତମ କୁରାଢ଼ୀ? ସତ କହୁଛ? ନା ହଁ।
सी लुहा कुराड़ी को सी गरीब लोकर हाथ को दे कहले शुण ये तीनोटी जाक कुराड़ी की नहीं घर को जाओ सुना कुराड़ी रूपा कुराड़ी लुहा कुराड़ी तुम्हें तुम जहाँ तुम इच्छा हम तुम कर घर को आसला सुना कुराड़ी रूपा कुराड़ी की विक्रय करी आनंद रे घर द्वार कर रहिला किंतु लुहा कुराड़ी रे से जेमती काम करूला सेमती काम कला तार जड़े पड़ोशी सी देखिले ये एत शीघ्र केमी कौन बड़ लोक हो गला कि एमती कौन घर द्वार कर भलरे रहा नहीं पचारा कहला भाई तुम जो कौन पाइल कि से तो निष्कपट लोक माया भी नुह सरल लोक कहीदेला कहला मु कौन कौ रोजगार करी लुहा कुराड़ी काठ आणुली एमती दिन नई कूल काठ हाणु हाणु कुराड़ी घसीगला जल देवता मते सुना कुराड़ी रूपा कुराड़ी देखले मुझे मना कली लुहा कुराड़ी के आनिली लुहा कुराड़ी आनिया परे से मते पुणी सुना कुराड़ी रूपा कुराड़ी लुहा कुराड़ी सब जगह देदेले पड़ोशी शुणिकी आसिकी ता स्त्री की कहला जे लुहा कुराड़ी गोटे आणे मु आज जीवी नई कूल गछ आनी लुहा कुराड़ी धरी नई कूल को गला सेठी काठ हाणु हाणु लुहा कुराड़ी को पानी रे जानिकी पकईदेला जानिकी पकईदे मिछरे कांदिला भलिया अभिनय करी नई कूल कांदिला आउ जल देवता पुणी उठिले कहले कहीं कांदुते बाबू ना या मोर कथा मो लुहा कुराटा पानी रे गली पड़ा पानी रे गली पड़ा आउ ठीक अच्छे सी सुना कुराड़ी टे देखे कहले यही गुड़ाक तुम कुराड़ी से एत खुशी हो गला कहला हाँ यही गुटाक मो कुराड़ी जल देवता कहले यही तुम प्रकृत सत कौच ना हाँ मो सुना कुराटा जल देवता कहले ना तुम्हें मिछ कहूच सत कहले भात मिले तुम्हें मिछ कहूच जो लोकटी सुना कुराड़ी रूपा कुराड़ी लुहा कुराड़ी पाइथिला से सत कहिथिला गोटे पद तो आपण माने जानी बोधे आम उपनिषद कही सत्यं वदिष्यामि सत्य कुह आम प्रार्थना रे लिखिचंती रामकृष्ण नंद सत कहिबाकु किया डरिबी सत कही मते हले मरी सत कहिबाकु कि डरिबी सत कही पथे मोते एतिकी शिखाओ साई मोर धन जन लोड़ा नाही मोते एतिकी शिखाओ साई मोर धन जन सत कहिबाकु किया डरिबी सत कही पथे सत कहिबाकु सत्यं वदिष्यामि जी सबुबले सत्य कथाटा कहे तार गोटे बाक्सिद्धि भी हो जाए तेणु सत्यर अनुसंधान कर मिथ्यार आश्रय नियना लोभ तुम्हें जो द्रव्य पाई लोभ करुच किंतु सत्य कहिबा पाई तुम्हें लोभी हुओ सत्य कहिबा पाई तुम्हें सत्यर मायारे आबद्ध हुओ तेणु सत्य ही
ସବୁଠାରୁ ଶ୍ରେଷ୍ଠ। ସତ୍ୟ ପାଇଁ ସୃଷ୍ଟି ରହିଛି। ସୂର୍ଯ୍ୟ ଉଦୟ ହେଉଛନ୍ତି, ପବନ ବହୁଛି, ସମୁଦ୍ର ବହୁଛି, ସବୁ ସତ୍ୟ ପାଇଁ। ସତ୍ୟରେ ଯେତେବେଳେ ମିଥ୍ୟା ଗୋଳେଇ ହେଇଯାଏ ସେତେବେଳେ କ'ଣ ହୁଏ ନା ଧର୍ମର ଗ୍ଲାନି ଘଟେ। ସେ ଅସତ୍ୟକୁ ପୋଛିବା ପାଇଁ ପୁଣି ଭଗବାନ ନାନାଦି ଅବତାରରେ ଅବତୀର୍ଣ୍ଣ ହୁଅନ୍ତି। ତେଣୁ ସତ କହି ବଡ଼ ହୁଅ। ବଡ଼ ହେବା ପାଇଁ ସତ୍ୟ କୁହ ନା। ମୁଁ ସତ କହିଲେ ମୋତେ ଲୋକ କହିବେ ବଡ଼ ହେଲି। ଜଣେ ସ୍କୁଲ ଶିକ୍ଷକ ସିଏ ପିଲାମାନଙ୍କୁ ବହୁତ ସୁନ୍ଦର ପାଠ ପଢ଼ାନ୍ତି। ପିଲାମାନେ ବହୁତ ଖୁସି, ଗାର୍ଡ଼ିଆନ୍ ମାନେ ବହୁତ ପ୍ରଶଂସା ତାଙ୍କର କରନ୍ତି। ଏମିତିଆ ଶିକ୍ଷକ ଆଉ କେଉଁଠି ମିଳିବେନି। ତେଣୁ ସିଏ ଭାବିଲେ ଯେ ମୁଁ ପିଲାମାନଙ୍କୁ ନେଇକରି ଟିକେ ବୁଲେଇ ବାଲେଇ ଆଣିଲେ ଗାର୍ଡ଼ିଆନ୍ ମାନେ ଆହୁରି ଖୁସି ହେବେ। ତେଣୁ ସେ ପିଲାମାନଙ୍କୁ ବୁଲେଇବାକୁ ବାହାରିଲେ। ସେ ଗୋଟେ ନିୟମ ପ୍ରଣୟନ କଲେ। କହିଲେ ଶୁଣ ପିଲାମାନେ, ଏଣିକି ଯିଏ କାଶିବ ସ୍କୁଲରେ କ୍ଲାସରେ ସିଏ ଆଗେ କହିବ ହେ ଈଶ୍ୱର ମୋତେ କ୍ଷମା ଦିଅ। କହିବଟି ନା? ହଁ ଆମେ କହିବୁ। ଯଦି କିଏ ପାଟି କଲା ତମେ କହିବ ହେ ଈଶ୍ୱର ମୋତେ କ୍ଷମା ଦିଅ। କାଶିଲେ ଛିଙ୍କିଲେ ଯାହା କଲେ ବି ତମେ ଈଶ୍ୱରଙ୍କୁ ଡାକିବ ହେ ଈଶ୍ୱର ମୋତେ କ୍ଷମା ଦିଅ। ପିଲାମାନେ ସବୁ ପିଲା ତ ସେ ସବୁ ତାକୁ ଶିଖିଲେ। ତାପରେ ବାହାରକୁ ବୁଲିବାକୁ ଗଲେ। ପିଲାମାନଙ୍କୁ ଶୋଷ କଲା, କହିଲା ସାର୍ ଆମକୁ ଶୋଷ କଲାଣି ନା, ଏଇ ଯେଉଁ କୂଅ ଦେଖାଯାଉଛି ସେଠିକି ଚାଲ। ଗୋଟେ ବାଲ୍ଟି ବନ୍ଧା ହେଇଛି ଦଉଡ଼ାରେ, ସେ ବାଲ୍ଟିରୁ ପାଣି କାଢ଼, ସମସ୍ତେ ଟୋପା ଟୋପା ପିଇବା, ଯିବା। ଆଉ ଯେତେବେଳେ ବାଲ୍ଟି ବାନ୍ଧିବାକୁ ସେ ଗଲେ ଦେଖିଲେ ଯେ ଦଉଡ଼ାଟା ଯେତେ ବଡ଼ ଅଛି ସେ ବାଲ୍ଟିଟା ପାଣି ପର୍ଯ୍ୟନ୍ତ ଯାଇପାରୁନାହିଁ। ତେଣୁ ସେ କହିଲା ଥାଉ ଠିକ୍ ଅଛି ତମେ, ସେ ଭାବିଲେ ମନେ ମନେ ଭାବୁଥାନ୍ତି ପ୍ରଶଂସା ପାଇବା ପାଇଁ ଯେ ମୁଁ ଯଦି ଏଠି ମୋ ଅଣ୍ଟାରେ ଦଉଡ଼ା ବାନ୍ଧି ପିଲାମାନଙ୍କ ପାଇଁ କୂଅ ଭିତରେ ପଶିବି, କୂଅ ଭିତରୁ ପାଣି କାଢ଼ିବି, ପିଲାଙ୍କୁ ପିଇବାକୁ ଦେବି, ପିଲାମାନେ ଯାଇ ଗାର୍ଡ଼ିଆନ୍ ମାନଙ୍କ ପାଖରେ ପହଞ୍ଚିକିରି କହିବେ ସାର୍ ଆମ ପାଇଁ ଏତେ କଷ୍ଟ କଲେ, ସେ ତ ଆହୁରି ପ୍ରଶଂସା କରିବେ ମୋତେ ଆଉ। ତେଣୁ ସିଏ କହିଲେ ପିଲାମାନେ ମୋ ଅଣ୍ଟାରେ ଦଉଡ଼ା ବାନ୍ଧ। ସେ ବାନ୍ଧିଲେ। ଏ କୂଅ ଭିତରେ ଯେଉଁ ଗୋଟେ ଗୋଟେ ପାହାଚ ହେଇଛି ସେ ପାହାଚ ବାଟ ଦେଇ ସେ ଗଲେ। ଦଉଡ଼ା ବନ୍ଧା ହେଇଛି, ବାଲ୍ଟି ଟିକେ ଧରିକିରି ଗଲେ। ଯେତେବେଳେ ବାଲ୍ଟିଟାକୁ ଉଠେଇକିରି ପାଣି ଉଠେଇବାକୁ ଚେଷ୍ଟା କଲେ ସେତିକି ବେଳେ ଜଣକୁ ଟିକେ କାଶ ହେଲା। ସିଏ ଯଦି ଖୁଁ ଖୁଁ ହେଇ କାଶିଲା, ସାର୍ ତ ଶିଖେଇଛନ୍ତି। ସେ କହିଲେ ଦଉଡ଼ାକୁ ଛାଡ଼ି ଦେଇ ହାତ ଯୋଡ଼ିକିରି କହିଲେ ହେ ଈଶ୍ୱର ଆମକୁ କ୍ଷମା ଦିଅ। ସାର୍ ଯାଇ କୂଅ ଭିତରେ ପଡ଼ିଛନ୍ତି ଖଣ୍ଡିଆ ମଣ୍ଡିଆ ହେଇ। ହଁ, ପିଲାମାନଙ୍କୁ କହିଲେ ଇଏ ତେବେ ମୋତେ ଖଣ୍ଡିଆ ମଣ୍ଡିଆ କଲ, ପକେଇଦେଲ। ନା ସାର୍ ଆମେ କାହିଁ ପକେଇବୁ, ଆପଣ ଆମକୁ ଶିଖେଇଦେଲେ ଆମେ କହିଲୁ। ତେଣୁ ସଜ୍ଜନ, ପ୍ରତିଷ୍ଠା ପାଇବା ପାଇଁ ପୂଜା ବାୟା ଗୋଟେ ଭଲ କଥା କହିଛନ୍ତି। ସେ କଥାଟା ମୋ ଜୀବନ ଉପରେ ପ୍ରଭାବ ପଡ଼ିଛି। ଲାଭ ପୂଜା ପ୍ରତିଷ୍ଠା ପାଇଁ କାମ କରନା। ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଗୋଟେ ଭଲ କଥା କହିଛନ୍ତି, ଅର୍ଥ ଯଶ ମାନ ଏଇଆକୁ ପାଇବା ପାଇଁ ତୁମେ ଠାକୁରଙ୍କୁ ପ୍ରାର୍ଥନା କରନା। ଠାକୁର ନିଗମାନନ୍ଦ ଗୋଟେ ସୁନ୍ଦର କଥା କହିଛନ୍ତି, ପରନିନ୍ଦା ପରଚର୍ଚ୍ଚା ରାଖ ବହୁ ଦୂରେ। ଆଉ ଗୀତା ତ କହିଛନ୍ତି କର୍ମ କରିଚାଲ, ଫଳ ତମା ଆଶା କରନା। ମତ୍କର୍ମ କୁର୍ଣ୍ଣତ ପରମ ମଦଭକ୍ତ ସଙ୍ଗ ବର୍ଜିତ ନିର୍ବେର ସର୍ବଭୂତେଷୁ ଯଶ ମାମେତି ପାଣ୍ଡବ। ମୂଲ ଲାଗିଥା ମୂଲିଆ ଦିନେ ପାଇବ ମଜୁରୀ, ଏହାଠାରୁ ବଳି ବଡ଼ ଜିନିଷ ଦୁନିଆରେ କିଛି ନାହିଁ। ତେଣୁ ବଳିଆ ଆଜି ଗୋଟେ ପ୍ରଶଂସାପତ୍ର ପାଇଛି ବୋଲି ଯେ ଫୁଲି ଉଠିବ, କେବେ ବି ନୁହଁ, ହେଇନାହିଁ କି ହେବ ନାହିଁ। ବରଂ ଆହୁରି ଭଲ କାମ କରିବା। ସିଏ ଆମକୁ କିଏ ପ୍ରଶଂସା କରୁ
के निंदा करू केते निंदा केते समालोचना किए कहते ये बलिया बाबा गोटे तांत्रिक आउ किए कहते से अन्नपूर्णा साधक बोली लोक मैंने जी गले खाऊंटी एमती बहुत कथा निकट भविष्य भी लोक कहते बाबा बलिया चर्चा रे रहिबे बोली यही सब कथा कहउचंती रथ रथ कहीं रथ प्रत्येक वर्ष न हो 3 वर्ष थरे हो ठाकुर राजा सुसज्जित गाड़ी रे आसंतु ये कथार कौटी मोर भूल रहा तेणु कथा को ठीक भाव न बुझी जे बाबा बलिया कहते कौन चर्चा कौन रही तेणु गीता मते शिखई तुल्य निंदा स्तुति मौनी संतुष्ट जे न कहना गीतटीए बलिया बहुत दिन तले लिखिला से मने नहीं मोर तुम लगी केते निंदा मु सहूची एमती गोटे गीत लिखी कान्हू लगी निंदा सहूची तेणु तांको पाई आमे ये विश्ववासी काम करने अनेक निंदा समालोचनार पात्र हेले भी आमे आज पर्यंत कौन सी कार्य को हेय मन करनौ मु प्रत्येक दिन कौन कौन कार्य करी लाइफ रे गोटे गोटे कथा मु कहिबी परिवेश कथा तो कहली गणतंत्र कथा कहली नदी रे डंगा रे बुली बुली 2-3 पर्याय नदीर उभय कूल लोक मान को परिवेश बंचा गछ लगा आह्वान देइछि ये भली आउ कौन कौन सब आमे आश्रम तरफ करिचु मु काहाकू सुआई देइनी कि बसई देइनी वर्षक जाक केवल कार्य ही कार्य चली तेणु एबे मध्य आहुरी कार्य करी जाति संघ को निवेदन करी समस्त धर्मजातक मान को हाथ जोड़ी विनम्र प्रार्थना करी ये सुंदर विश्वता सुंदर होकरी रहू ताकू ध्वंस करा न जाऊ तेणु ध्वंसास्त्र को ध्वंस कर तेणु सज्जन वैकुंठ आज लिखिले नहीं अभिराम गोटे सुंदर कथा लिखिले आमे सब देखंतु आमे जहाँ कहूँ अभिराम सिया लिखिं बहु पूर्वर मुसलमान ख्रीष्टियान हिंदू धर्म आवर बौद्ध जैन गाणपत्य जी शाक्त शैव सौर ए भगवान केते जन जड़े सूर्य कईटा हाँ 12टा सूर्य अच्छा किंतु गोटे सूर्य को नहीं विश्व चली गोटे पृथ्वी की नहीं पृथ्वी चलती एते धर्म कौन सब करुच किए कौची मु मुसलमान किए कौची मु ख्रीष्टियान किए कौची मु हिंदू किए कौची मु बौद्ध किए कौची मु जैन किए कौची मु गाणपत्य किए कौची मु शक्ति शाक्त किए कौची मु शैव किए कौची सौर ए की कथा ये ठाकुर तो जड़े तुम एते कौन भाग बांट कलड़ी तेणु यहीटा चेतई देले ठाकुर अभिराम अच्छा वैकुंठ कौन कहले से गोटे कथा से तो से कृष्ण कथा कहते तारूप लावण्य ठाणी माणी नीति प्रतितो तारूप लाभ नीति दर्शन नेत्र धाइला सत दर्शन नेत्र धाइला सत संगे हो ई साथी संगे गलुआ पे हो ई साथी तेणु
ଆମେ ଯେତେବେଳେ ତାଙ୍କ ସ୍ୱରୂପକୁ ଆମେ ଚିନ୍ତନ କରିବା, ଗୁରୁ କୃଷ୍ଣଙ୍କର ରୂପକୁ ଯେତେବେଳେ ଚିନ୍ତନ କରିବା, କୌଣସି ଠାଣିମାଣିକୁ ଆମେ ନ ନେଇ ତାଙ୍କ ଠାଣି ତାଙ୍କ ମାଣି ତ୍ରିଭଙ୍ଗୀ ଛନ୍ଦରେ ସେ ଠିଆ ହେଇଛନ୍ତି, ମୁରଲୀ ଧରିଛନ୍ତି, ବାଙ୍କ ନୟନରେ ଚାହୁଁଛନ୍ତି, ସେଇ ରୂପ ଲାବଣ୍ୟରେ ଯେତେବେଳେ ଆମେ ହଜିଯିବା, ସେ ଆମ ସହିତ ରହିଛନ୍ତି ଏବଂ ରହିବେ। ମଧୁ କହିଲେ, ତବ ବିନା ନାହିଁ କେହି ତୁମ୍ଭେ ସର୍ବାକାର, ଇଚ୍ଛା ସ୍ୱରୂପେ ତୁମ୍ଭେ ତବ ବିନା ନାହିଁ ଆମ୍ଭେ ଇଚ୍ଛା ସ୍ୱରୂପେ ଥାଇଣ ତୁମ୍ଭେ ସର୍ବକାର। ଆମେ ତ ସମର୍ପିତ ମଣିଷ। ସମର୍ପିତ ହେଇସାରିଲା ପରେ ଏଣିକି ଯେଉଁ ଇଚ୍ଛାଟା ଆମ ଭିତରେ ଆସୁଛି ସେଟା ଇଚ୍ଛାମୟଙ୍କର ଇଚ୍ଛା। ତେଣୁ ସେଇ ଇଚ୍ଛାମୟଙ୍କ ଇଚ୍ଛାରେ ଯାହା ହେଉଛି ତାହା ହିଁ ଆମେ କରୁଛୁ। ଏହା ହିଁ ହେଉଛି ଆଜିର କଥା। ଏ କଥାରୁ ଆପଣମାନେ ଯାହା ଶିଖିଲେ, ଯାହା ମନେ ରଖିବେ, ଯାହା କରିବେ, ସବୁଠାରୁ ବଡ଼ କଥା ମନେ ରଖିବେ, ତ୍ୟାଗ କରି ଶିଖ। ବଡ଼ ହେବା ପାଇଁ କାମ କର ନା, କାମ କଲେ ଆପେ ଆପେ ବଡ଼ ହେବ। କଥାଟି ରଖିବା।